କହିଥିଲେ ଆମେ ଚାରି ଦୁଆର ଖୋଲିଦେଲେ ଜଗନ୍ନାଥଙ୍କର, କହିଥିଲେ ଆହାର ବନ୍ଦ କରିଦେଲେ, କହିଥିଲେ କାଳିଆ ଯୋଜନା ବନ୍ଦ କରିଦେବୁ କରିଦେଲେ। କିଛି ନା କିଛି ଖାଲି ରଙ୍ଗ ବଦଳିଆ କଥା। ଲକ୍ଷ୍ମୀ ବସ୍ ଚଲେଇଛି ନବୀନ ପଟ୍ଟନାୟକ, ଏ ହଳଦିଆ ବୋଳି ଦେଲେଣି, କ'ଣ ଗେରୁଆ ରଙ୍ଗ ବୋଳି ଦେଲେଣି, ସେ ନେଳିଆକୁ କାଟିକିରି। ଏ ଖାଲି ରଙ୍ଗ ବଦଳିବେ, ଆଙ୍କର କ'ଣ ଅଛି? ଏ ହଉ ହେଇଯାଇଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ସେ କ'ଣ କରିବ ବିଚରା? ସାରୁ ଯାହା କହୁଛି ନରେନ୍ଦ୍ର ମୋଦି, ଇଏ ତା ପାଖେ ଅର୍ଡର ହେଇକି ଅଛନ୍ତି। ଗୋପାଳପୁର ବନ୍ଦର ଦେଇଦିଅ, କ୍ୟାବିନେଟ୍ରେ ଦେଇଦେଲେ। ଓଫାଡେ ଦେଇଦିଅ, ଗୁଜୁରାଟ ପାର୍ଟିକି ଦେଇଦେଲେ। ଧାମରାକୁ ଦେଇଦେଲେ। ଏବେ କହିଲେଣି ହୀରାକୁଦ ବନ୍ଦରକୁ ଦେଇଦେବା ପାଇଁ, ଏ ପାରାଦୀପ ବନ୍ଦରକୁ ଦେଇଦେବା ପାଇଁ। କ'ଣ ଦେଇଦେବ? ବିରାଟ ବିପ୍ଳବ ହବ। ମୋହନ ମାଝୀ ପଶିଯିବ କୁଆଡ଼େ, ଖୋଜିଲେ ତମକୁ ଲୋକ ପାଇବେନି। ନା ହବା ଦରକାର, 3 ଦିନ ହବା ଦରକାର। ମେସିନ୍ ଆଣିଛନ୍ତି, କୋଉଠି ଅଣ୍ଡରଗ୍ରାଉଣ୍ଡ ଅଛି? ଆଉ ସୁନା ରୂପା ହୀରା ନୀଳା ଯାହା ତ ଆମେ ପାଇଛୁ ପେଢ଼ିରେ ରଖିଛୁ, ତାକୁ ପେଢ଼ି ଖାଲି ଚେଞ୍ଜ କରିଛୁ, ସବୁ ଅଛି। ଗଣତି କରିନୁ, କାରଣ ଭଲ ବଣିଆ ବୁଡୁନାହାନ୍ତି। ହୀରା ଚିନିଆ ବଣିଆ ନାହାନ୍ତି, ମଣି ଚିନିଆ, ମୁକ୍ତା ଚିନିମା, ଭଲ ସୁନା ଚିନିମା, ଭଲ ବଣିଆ ଆଣି ଗଣା ହେବ। କିନ୍ତୁ ଆଉ ରତ୍ନ ଭଣ୍ଡାର ଅଛି ବୋଲି ଯେଉଁ ସନ୍ଦେହ ହେଉଛି, ମେସିନ୍ ଆଇଛି ତାକୁ ସର୍ଭେ କରିବା ପାଇଁ, ଦେଖାଯାଉ କ'ଣ ହେଉଛି। ଭଲ କାମ। ଜଗନ୍ନାଥର ଶପଥ କେହି ନେଇପାରିବେନି। ଆମେ ପାଇକ ସେବାୟତ, ସବୁ ସେବାୟତ ପାଇକ। ସେ ଏକାଠି ଆମେ ଆଜି ପର୍ଯ୍ୟନ୍ତ ମନ୍ଦିରକୁ ଜଗିଛୁ, ଠାକୁରଙ୍କୁ ଜଗିଛୁ, ଠାକୁରଙ୍କର କାର୍ଯ୍ୟକ୍ରମ କରୁଛୁ, ଯାନିଯାତ୍ରା କରୁଛୁ, ତାଙ୍କ ରତ୍ନ ଭଣ୍ଡାରକୁ ଜଗିଛୁ। ତାକୁ କେହି ନେଇପାରିବେନି। ଯଦି ଆଉ ଭିତରେ କିଛି ଅଛି ବାହାରବ, ଭଲ ହେବ। ଆଜି ପୋଲିସ କନଷ୍ଟେବଳ ଏଏସ୍ଆଇ ତରଫରୁ ଗୋଟେ ସିପିଙ୍କୁ ଦେଖା କରିବାକୁ ଯାଉଛନ୍ତି ଯେ ପୋଲିସଙ୍କ ପ୍ରତି ଅନ୍ୟାୟ ହେଉଛି। ଯେଉଁଠି ପୁଲିସଙ୍କ ପ୍ରତି ଅନ୍ୟାୟ ହେଉଛି ସେଠି ବୋଲ୍ସ ଦେବା ଦରକାର ପୋଲିସ, କାରଣ ସେମାନେ ହେଲେ ରକ୍ଷକ। ତାଙ୍କ ଉପରେ ଯଦି ଅନ୍ୟାୟ କରାଯିବ, ଅତ୍ୟାଚାର କରାଯିବ, ଗଣ୍ଡଗୋଳ କରାଯିବ, ସେ ଯିଏ କରୁନା କାହିଁ, ରାଜ୍ୟପାଳ ପୁଅ କରିଦେଲେ ଖସିଗଲେ, ସମସ୍ତେ ଯିଏ କରିବେ ନା କାହିଁକି, ତୁରନ୍ତ ପୁଲିସ ଷ୍ଟେପ୍ ନେଇ ତାଙ୍କୁ ଆରେଷ୍ଟ କରିବା ଦରକାର, ଜେଲ୍ ପଠାଇବା ଦରକାର। ପୁଲିସ ଏଇ ଯେଉଁ କାଣ୍ଡ ଘଟେଇଲା ପରେ କ'ଣ ଆଉ ସାଧାରଣ ଜନତା ଥାନାକୁ ଯିବେ ଲାଗୁଛି? ନିଶ୍ଚୟ ଯିବେ। ଏ ଗୋଟାଏ କେସ୍ ହେଇଯାଇଛି ନା, ଏ ଚାରିଆଡ଼ୁ ସେଇ ଗୋଟାଏ କେସ୍ ପାଇଁ ବିରୋଧୀ ଦଳ କଂଗ୍ରେସ ଯାଇକି ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ କହିଲେଣି। ଆମେରିକା, ଲଣ୍ଡନ, ପ୍ୟାରିସରେ, ଜର୍ମାନୀ ଚର୍ଚ୍ଚା ହେଲାଣି, ଇଣ୍ଡିଆରେ ଚର୍ଚ୍ଚା ହେଲାଣି। ହଁ ବସିବେ, ଆଜି ବି ବସିବେ, ବସିବା ଦରକାର। ଅନ୍ୟାୟ ବିରୁଦ୍ଧରେ ମନ୍ମଥ ରାଉତରା ବୋଇଂ କ୍ୟାପ୍ଟେନ୍ ପଦ ଛାଡ଼ି ସେବା କରୁଛନ୍ତି, ଠିଆ ହେଇଥିଲେ ଲୋକସଭା ପାଇଁ। ଯାତ୍ରା ଭଲ ମନ୍ଦରେ ମୁଁ ଯେମିତି ଆଜି ପର୍ଯ୍ୟନ୍ତ ଯାଉ, ସେ ଯାଉଛନ୍ତି। ଘେରଉ ଫେରଉ ସବୁଥିରେ ଯାଉଛନ୍ତି, ଲୋକଙ୍କ ପ୍ରୋବ୍ଲେମ୍ ଉପରେ ଯାଉଛନ୍ତି। ସେ ଚାଲିଲେ, ସେ 2029 ପାଇଁ ଏକଦମ ରେଡ଼ି। ଲୋକଙ୍କ ପାଖେ ପହଞ୍ଚୁଛନ୍ତି, ଛାତ୍ରଙ୍କ ପାଖେ, ଯୁବକଙ୍କ ପାଖେ, କଲେଜ ଫଙ୍କସନ୍, ଯାତ୍ରା। ଏ ଗଣେଶ ଆମର ଗୋଟେ ବିରାଟ ପ୍ରଦର୍ଶନ ହୁଏ, ଓଡ଼ିଶାରେ ଏମିତି ପ୍ରଦର୍ଶନ ହୁଏନି, ଭୁବନେଶ୍ୱର ବି ହୁଏନି। ଆମର କେରଳରୁ ଆସିଥିଲେ, କାଶ୍ମୀରରୁ ଆସିଥିଲେ, ଝାଡ଼ଖଣ୍ଡରୁ ଆସିଥିଲେ, ବିହାରରୁ ଆସିଥିଲେ, ଉତ୍ତରପ୍ରଦେଶରୁ ଆସିଥିଲେ, ସବୁ ନାନା ପ୍ରକାର ଭେରାଇଟିର ପ୍ରଦର୍ଶନ। 10 କିଲୋମିଟର ପ୍ରଦର୍ଶନ ହେଇଥିଲା, ବିରାଟ ଆକାରରେ ହେଇଥିଲା। ସେଠି ସେ ଗୋଟେ ବଡ଼ ଷ୍ଟେଜ୍ କରି ବଢ଼ିଆ ମେଲୋଡ଼ି ଆଣିଥିଲେ ବାହାରକୁ। ଲୋକ ସମୁଦ୍ର ସେ ମେଲୋଡ଼ିରେ ସବୁ ମନ୍ଦିରକୁ ପାଛୋଟି, ମନ୍ଦିର ଗଣେଶଙ୍କ ଉପରେ ମାଳ, ଯେଉଁମାନେ କର୍ମ କଥା ବୁଝୁଛନ୍ତି ତାଙ୍କ ଉପରେ ଦୋଷଡ଼ା।